ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରିନିଅନ୍ତୁ। ପ୍ରଥମ ଖବର କୁକୁର କାମୁଡ଼ାରେ ସରକାର ଗଣିବେ ଟଙ୍କା। ମଙ୍ଗଳବାର କୋର୍ଟ ଏ ପ୍ରସଙ୍ଗରେ ବଡ଼ ମନ୍ତବ୍ୟ ଦେଇଛନ୍ତି। କୁକୁର କାମୁଡ଼ାରେ ଯଦି କେହି ବୃଦ୍ଧା କିମ୍ବା ଶିଶୁ ଆହତ କିମ୍ବା ପ୍ରାଣ ହରାନ୍ତି ତେବେ ପଶୁପ୍ରେମୀଙ୍କୁ ମଧ୍ୟ ଦାୟୀ କରାଯିବ। ସେମାନେ କେବଳ ସରକାର କିଛି କରୁନାହାନ୍ତି ଦୋଷ ଦେଇ ଖସି ପାରିବେନି। ଏହା ସହ ରାଜ୍ୟ ସରକାରଙ୍କୁ ଅନୁକମ୍ପାମୂଳକ ଅର୍ଥ ପ୍ରଦାନ କରିବାକୁ ପଡ଼ିବ ବୋଲି କୋର୍ଟ କହିଛି। କୁକୁର ସମ୍ବନ୍ଧୀୟ ବିଭିନ୍ନ ମାମଲାର ଶୁଣାଣି କରି ଜଷ୍ଟିସ୍ ବିକ୍ରମନାଥ, ସନ୍ଦୀପ ମେହେତା, ଏନ୍ଭି ଆଞ୍ଜାରିଆଙ୍କ ଖଣ୍ଡପୀଠ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଥିଲେ। ଖଣ୍ଡପୀଠ କହିଥିଲେ ଯେ କେହି ହେଲେ କୁକୁରର ମନରେ କ'ଣ ଚାଲିଛି କହିପାରିବେ ନାହିଁ। ପରବର୍ତ୍ତୀ ଖବର ମାଟିରେ ମିଶିବ 9 ତାଲା। ଆଧୁନିକ ଭିତ୍ତିଭୂମି ସହ ନୂଆ ରୂପ ନେବ ରାଜ୍ୟ ପ୍ରଶାସନିକ କଳର ଏନ୍ତୁଡ଼ିଶାଳ, ଲୋକସଭା ଭବନ, ବିଧାନସଭା ଆଉ 9 ତାଲା। ଏବେର ଓସାପା ଓ ଏଡିଏମ୍ କାର୍ଯ୍ୟାଳୟକୁ ଭାଙ୍ଗି ନିର୍ମାଣ ହେବ ନୂଆ ଲୋକସେବା ଭବନ। ଆଉ ସମ୍ପୂର୍ଣ୍ଣ ଭାଙ୍ଗିବ ରାଜୀବ ଭବନ, 9 ତାଲା ଆଉ ସେଚ ସଦନ। 3ଟି ପର୍ଯ୍ୟାୟରେ ନିର୍ମାଣ ହେବ ନୂଆ ଲୋକସଭା ଭବନ ଆଉ ବିଧାନସଭା। ପରବର୍ତ୍ତୀ ଖବର 10 ମିନିଟ୍ ଡେଲିଭରି ବନ୍ଦ। ଫଟାଫଟ ଅର୍ଡର ଡେଲିଭରି ଉପରେ ରୋକ। 10 ମିନିଟ୍ରେ ଅର୍ଡର ଡେଲିଭରିକୁ ନେଇ କଠୋର ହେଲେ କେନ୍ଦ୍ର ସରକାର। ଡେଲିଭରି ବୟଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ 10 ମିନିଟ୍ ଡେଲିଭରି ଉପରେ ସରକାରର ହସ୍ତକ୍ଷେପ କରିଛନ୍ତି। କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଉପରେ ବ୍ଲିଙ୍କିଟ୍ ସମସ୍ତ ବ୍ରାଣ୍ଡରୁ 10 ମିନିଟ୍ ଡେଲିଭରି ଫିଚରକୁ ହଟାଇବାକୁ ଘୋଷଣା କରିଛି। କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ 10 ମିନିଟ୍ ଡେଲିଭରି ପ୍ରସଙ୍ଗକୁ ନେଇ କ୍ୱିକ୍ କମର୍ସ ସେକ୍ଟରରେ ସକ୍ରିୟ କମ୍ପାନୀଗୁଡ଼ିକ ସହ ଆଲୋଚନା କରିଛନ୍ତି। ପରବର୍ତ୍ତୀ ଖବର ଯାତ୍ରା ମଞ୍ଚରେ ଅଙ୍ଗ ପ୍ରଦର୍ଶନ ପାଲଟିଛି ଟ୍ରେଣ୍ଡ। ଅଶ୍ଳୀଳତାର ସୀମା ଟପୁଥିବା ଆତ୍ମଘୋଷିତ କଳାକାର ଯେ କଳା ନାଁରେ 14 ପୁରୁଷ ଉଦ୍ଧାର କରୁଛନ୍ତି ତା ନୁହେଁ, ବରଂ କଳା ସଂସ୍କୃତି ଓ କଳା ପ୍ରତି ରୁଚି ରଖୁଥିବା ଦର୍ଶକଙ୍କ ଭାବନା ପ୍ରତି କୁଠାରଗତା କରୁଛନ୍ତି। ଏବେ ଛତିଶଗଡ଼ ଯାଇ ଓଡ଼ିଶାକୁ ତଳେ ପକାଇଛନ୍ତି ଓଡ଼ିଆ ଯାତ୍ରା କମିଟି ସହ ଆଇଟମ୍ ଗାର୍ଲ ନିଶା ମହାରଣା। ପରବର୍ତ୍ତୀ ଖବର ଓଡ଼ିଶାରେ ପ୍ରତିଷ୍ଠା ହେବ ଅଭିନେତା ତିଆରି କାରଖାନା। ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ଏକ ରାଜ୍ୟସ୍ତରୀୟ ଶାଖା କେନ୍ଦୁଝର ଜିଲ୍ଲାରେ ପ୍ରତିଷ୍ଠା ହେବ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବଡ଼ ଘୋଷଣା କରିଛନ୍ତି। କେନ୍ଦ୍ର ସରକାରଙ୍କ ସହାୟତାରେ ଏହି ଶାଖା ସ୍ଥାପନ ହେବ ଏବଂ ରାଜ୍ୟ ସରକାର ଏଥିପାଇଁ ସମସ୍ତ ପ୍ରକାରର ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପରବର୍ତ୍ତୀ ଖବର ଚଳିତ ବର୍ଷ ଯୁକ୍ତ 2 ପରୀକ୍ଷାରେ ହୋଇପାରେ ଅନଲାଇନ୍ ପ୍ରଶ୍ନପତ୍ର ମୂଲ୍ୟାୟନ। ଆସନ୍ତା ଫେବୃଆରୀ 18 ମାର୍ଚ୍ଚ 25 ଯାଏଁ ଚାଲିବ ଯୁକ୍ତ 2 ପରୀକ୍ଷା। ପରୀକ୍ଷା ପରେ ଫଳ ସଠିକ୍ ସମୟରେ ପ୍ରକାଶ ନେଇ ସବୁବେଳେ CHSEକୁ ଥାଏ ବଡ଼ ଚ୍ୟାଲେଞ୍ଜ, ଯାହାକୁ ନେଇ ଏଥର ଆଉ ଏକ ପଦକ୍ଷେପ ନେବାରେ ଯୋଜନା ରଖିଛନ୍ତି କାଉନସିଲ୍। ଖାତା ମୂଲ୍ୟାୟନ ଅନଲାଇନ୍ରେ ହେଲେ ସ୍ୱଚ୍ଛତା ଓ ସଠିକ୍ ସମୟରେ ରେଜଲ୍ଟ ପ୍ରକାଶ ପାଇପାରିବ। ପରବର୍ତ୍ତୀ ଖବର SIR ପାଇଁ ଓଡ଼ିଶା ପ୍ରସ୍ତୁତ। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଏହି ମନ୍ତବ୍ୟ ପରେ SIRକୁ ନେଇ ପୁଣି ଥରେ ଓଡ଼ିଶାରେ ଆରମ୍ଭ ହୋଇଛି ଚର୍ଚ୍ଚା। ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟର ବୁଥ୍ ସଂଖ୍ୟାକୁ ବଢ଼ାଯାଇଛି। ପୂର୍ବରୁ 36,000 ବୁଥ୍ ଥିବାବେଳେ ଏବେ ଏହାକୁ ବଢ଼ାଇ ପ୍ରାୟ 43,000 ବୁଥ୍ କରାଯାଇଛି। ପ୍ରତି ବୁଥ୍ରେ 1,200 କିମ୍ବା ତାଠାରୁ କମ୍ ଭୋଟର ରହିବେ। ସବୁ ବୁଥ୍ରେ ବୁଥ୍ ଲେବୁଲ ଅଧିକାରୀ ନିଯୁକ୍ତି କରାଯାଇଛି। ପରବର୍ତ୍ତୀ ଖବର ଭାରତ ଜର୍ମାନୀ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ।
ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ହେଲା ବୁଝାମଣା ପତ୍ର। ଭାରତୀୟ ନାଗରିକଙ୍କ ପାଇଁ ଭିଜାମୁକ୍ତ ପରିବହନ ଘୋଷଣା କଲା ଜର୍ମାନୀ। ଦୁଇ ଦେଶର ବାଣିଜ୍ୟ $50 ବିଲିୟନ ପାର। ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଜର୍ମାନୀର ଚ୍ୟାନେଲର ଫ୍ରେଡରିକ୍ ମର୍ଜ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମର୍ଜଙ୍କ ସହ ପ୍ରତିନିଧି ମଣ୍ଡଳ ସ୍ତରୀୟ ଆଲୋଚନା କରିଛନ୍ତି। ପରବର୍ତ୍ତୀ ଖବର, କେନ୍ଦୁଝରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମକର ଭେଟି। କେନ୍ଦୁଝର ଜିଲ୍ଲାକୁ ଦେଲେ 1900 କୋଟିର ପ୍ରକଳ୍ପ ଭେଟି। କେନ୍ଦୁଝର ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ସଡ଼କ ଓ ପାନୀୟ ଜଳ ଆଦି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଲାଗି 1900 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର 71ଟି ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।